ଦୁଃଖ ଯେତେ ଯେତେ ବଢ଼ୁଥିଲା ଜଣେ ପରେ ଜଣେ ହାତ ଛାଡ଼ି ଦେଇ ଦୂରେଇ ଚାଲିଥିଲେ। ଟେନସନ୍ ବି କିଛି କମ୍ ନଥିଲା। ସଂଘର୍ଷର ଉଛୁଳା ନଦୀରେ ଠିଆ ହେଇ କୁଟାଖିଅର ଅପେକ୍ଷା କରିବା ଛଡ଼ା କିଛି ରାସ୍ତା ନଥିଲା। ହେଲେ ସେ କୁଟାଖିଅଟି ଏତେ ଦଗା ଦିଆ ଯେ ବାରମ୍ବାର ମୋ ସହିତ ଲୁଚକାଳି ଖେଳିବା ଆରମ୍ଭ କରିଦେଇଥିଲା। ଜାଣିଛନ୍ତି, ଇଏ ହେଉଛି ସେଇ କୁଟାଖିଅ ଯେଉଁ କୁଟାଖିଅକୁ ମୁଁ ସାହାଯ୍ୟ କରିବାକୁ ମୋ ପ୍ରାଣପଣେ ଉଦ୍ୟମ କରିଥିଲି। ହେଲେ ସେଇ କୁଟାଖିଅଟି ବି ମୋ ସହିତ ଲୁଚକାଳି ଖେଳି ଚାଲିଥିଲା। ଭାଇ ସତ କହିଲେ, ଏଇଟା କ'ଣ ପ୍ରକୃତିର ନିୟମ, ନା ନିୟମ ଅନୁସାରେ ପ୍ରକୃତି ତା ରୂପ ବଦଳେଇ ଦେଇଛି? ସହି ହେଉନଥିଲା। ଯିଏ ଦିନେ ଅନେକ ଲୋକକୁ କାନ୍ଦିବା ପାଇଁ ମନା କରୁଥିଲା, ଆଜି ସେ ନିଜେ କାନ୍ଦୁଥିଲା। ହେଲେ ତା କାନ୍ଦ ଯେମିତି କାହାକୁ ନଜର ପଡ଼ୁନଥିଲା କି କେହି ଜାଣିଶୁଣି ନଜର ଦେବାକୁ ଚାହୁଁନଥିଲେ। ସବୁ ସରିଯିବା ଭଳି ଲାଗୁଥିଲା। ଆଉ କିଛି ଚାରା ବି ନଥିଲା। କିଛି ଅସୁବିଧା ଆଉ କିଛି ସମସ୍ୟାକୁ ସାମ୍ନା କରିବାରେ ବିଫଳ ହେବାକୁ ଯାଉଥିଲି। ସବୁ ଭରସା ଭାଙ୍ଗି ଯାଇଥିଲା। ସବୁ ଆଶା ବି ମଉଳି ସାରିଥିଲା। ସ୍ୱାର୍ଥ ସରିଗଲେ ଲୋକମାନେ କ'ଣ ଏତେ ବେଇମାନ ହୋଇପାରନ୍ତି? ଆଉ କାମ ସରିଗଲେ ଲୋକମାନେ କ'ଣ ଏମିତି ଠକେଇ ବି ପାରନ୍ତି? ଏସବୁ କଥା ପ୍ରଥମ ଥର ଅନୁଭବ ହେଲା। ଆଗରୁ ବି ମୋ ସହିତ ଏମିତି ଅନେକ ଥର ହେଇଛି, କିନ୍ତୁ କେବେ ଅନୁଭବ ହେଇନଥିଲା। କାହିଁକି ଜାଣିଛନ୍ତି? କାହିଁକି ନା ଆଗରୁ ମୋର ସବୁବେଳେ ସୁବିଧା ଥିଲା, ସେଥିପାଇଁ ବୋଧେ ସମ୍ଭାଳି ପାରୁଥିଲି। ହେଲେ ଏବେ ଏତେ ଅସୁବିଧା ଭିତରେ ଯେତେବେଳେ ଲୋକଗୁଡ଼ା ଧୋକା ଦେଉଥିଲେ, ଭାରି କଷ୍ଟ ଲାଗୁଥିଲା। ଏ କାହାଣୀ ନୁହେଁ ଆଜ୍ଞା, ଏ ହେଉଛି ଜୀବନରେ ଘଟୁଥିବା କିଛି ଅପ୍ରିୟ ସତ କଥା। କେବେ କାହାକୁ ମୁହଁ ଖୋଲି କିଛି ମାଗିନଥିବା ଲୋକଟା ଅନେକ ଲୋକଙ୍କ ପାଖରେ ମୁହଁ ହରେଇ ଚାଲିଥିଲା। ସେତିକି ଅସୁବିଧା ନ ହୋଇଥିଲେ କିଏ କ'ଣ କେବେ ମୁହଁ ହରେଇ ପାରେ? ଶେଷ ସାହାରା ପର୍ଯ୍ୟନ୍ତ ଚେଷ୍ଟା କରି କରି ବିଫଳ ହେଇଥିବା ଲୋକଟା ପାଖରେ କିଛି ଚାରା ନଥିଲା। ଶେଷରେ ହାରିଯିବାକୁ ଉଚିତ ଭାବି ଚୁପ୍ ହେଇ ବସି ରହିଥିଲା। ଆଉ କ'ଣ ବା କରିପାରିଥାନ୍ତା? ଅନେକ ଲୋକ ଧୋକା ଦେଲେ, ଅନେକ ଲୋକ ଛଳନା ବି କଲେ। ସାହାଯ୍ୟ କରିଥିବା ଲୋକଗୁଡ଼ାକ ମୁହଁକୁ ଚାହିଁଲେନି, ନିଜର ଲୋକଗୁଡ଼ାକ ହାତ ଛାଡ଼ିଦେଲେ। ଆଉ କ'ଣ ରାସ୍ତା ଅଛି? ଆପଣଙ୍କ ସହିତ କେବେ ଏମିତି ଘଟିଛି କି? ଯଦି ଘଟିଛି, ଆପଣ କ'ଣ କରିଛନ୍ତି? ଆପଣ ତାକୁ କେମିତି ସାମ୍ନା କରିଛନ୍ତି? କେମିତି ଏମିତି ବିପଦରୁ ପାରି ହେଇଛନ୍ତି? କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।